ଅସିତ ନାୟକ ଷଷ୍ଠ ଶ୍ରେଣୀରୁ ଭଲ ପାଉଥିଲା ତନୁଜାକୁ। ତନୁଜା ଭଲ ପଢ଼ୁଥିଲା, ହେଲେ ଅସିତ ମେଟ୍ରିକରେ ଫେଲ୍ ହୋଇଯାଇଥିଲା। ଆଉ ମେଟ୍ରିକରେ ଅସିତ ଫେଲ୍ ହେବା ପରେ ଅସିତ ବେଙ୍ଗଲୋରରେ ଥିବା ସମ୍ପର୍କୀୟଙ୍କ ପାଖକୁ ଯାଇ ଏକ ଘରୋଇ କମ୍ପାନୀରେ ଚାକିରି କରିବା ଆରମ୍ଭ କରିଥିଲା। ଆଉ ଟଙ୍କା ରୋଜଗାର କରି ବ୍ୟାଙ୍କ ଆକାଉଣ୍ଟ ଖୋଲି ପଇସା ସଞ୍ଚୟ କରୁଥିଲା। କିଛି ଟଙ୍କା ହୋଇଗଲା ପରେ ସେ ଭଲ ପାଉଥିବା ତନୁଜାକୁ ବାହା ହେବ ଆଉ ସୁନ୍ଦର ଘରଟିଏ କରି ସାଙ୍ଗ ହୋଇ ସୁଖର ସଂସାର କରିବେ। ହେଲେ ତନୁଜାର ପରିବାର ଲୋକେ ଅସିତକୁ ପସନ୍ଦ କରୁନଥିଲେ। ତନୁଜା ଜଣେ ବ୍ରିଲିଆଣ୍ଟ ଷ୍ଟୁଡେଣ୍ଟ ଥିଲା ଆଉ ଅସିତ କମ୍ ପାଠ ପଢ଼ିଥିଲା। ହେଲେ ଏମିତି କ'ଣ ହେଲା, ତନୁଜାର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଅସିତର ଖୁଡ଼ି ଘରୁ ମିଳିଥିଲା। ଏସବୁ ଜାଣିବା ପାଇଁ ଆସନ୍ତୁ ଆରମ୍ଭ କରିବା ଆଜିର ଏ କାହାଣୀ। ହ୍ୟାଲୋ, ହାଏ, ନମସ୍କାର। ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ଅସିତ ଆଉ ତନୁଜା ସ୍କୁଲରେ ପଢ଼ିଲା ବେଳେ ଷଷ୍ଠ ଶ୍ରେଣୀରୁ ଭଲ ପାଇ ଆସୁଥିଲେ। କିନ୍ତୁ ଅସିତ ମେଟ୍ରିକ ପରୀକ୍ଷାରେ ଫେଲ୍ ହେଲା ପରେ ବେଙ୍ଗଲୋର ଯାଇ ଏକ ଘରୋଇ କମ୍ପାନୀରେ ଚାକିରି କରି ଟଙ୍କା ରୋଜଗାର କରି ସଞ୍ଚୟ କରିବାକୁ ଲାଗିଲା। ଆଗକୁ ତନୁଜାକୁ ବାହା ହୋଇ ଗୋଟେ ସୁଖର ସଂସାର କରିବ। କିନ୍ତୁ ଏପଟେ ତନୁଜାର ପରିବାର ଲୋକେ ଅସିତକୁ ପସନ୍ଦ କରୁନଥିଲେ। ସେଥିପାଇଁ ଝିଅ ତନୁଜାକୁ ଅନେକ ବୁଝେଇଥିଲେ, ହେଲେ ତନୁଜା ବୁଝିବାକୁ ପ୍ରସ୍ତୁତ ନଥିଲା। ଉଭୟଙ୍କ ପ୍ରେମ ଏତେ ଗଭୀର ହୋଇଯାଇଥିଲା ଯେ କେହି କାହାକୁ ଛାଡ଼ି ରହିପାରୁନଥିଲେ। ଏମିତି କିଛି ଦିନ ବିତି ଯାଇଥିଲା ଆଉ ତନୁଜାର ପରିବାର ଲୋକଙ୍କ ବିରୋଧ ବଢ଼ି ବଢ଼ି ଚାଲିଥିଲା। ଶେଷରେ ତନୁଜା ଘରୁ ଲୁଚି ବେଙ୍ଗଲୋରରେ ରହୁଥିବା ପ୍ରେମିକ ଅସିତ ପାଖକୁ ପଳାଇ ଯାଇଥିଲା। ଅସିତ ତନୁଜାକୁ ପାଖରେ ପାଇ ଖୁସି ହୋଇଯାଇଥିଲା ଆଉ ପାଖ ମନ୍ଦିରରେ ବାହା ହେଇ ଏକ ଘର ଭଡ଼ା ନେଇ ସାଙ୍ଗ ହୋଇ ରହିବାକୁ ଲାଗିଲେ। ଯେହେତୁ ତନୁଜା ଭଲ ପଢ଼ୁଥିଲା ଆଉ ଅଧାରୁ ପାଠପଢ଼ା ଛାଡ଼ି ଅସିତ ପାଖକୁ ପଳାଇ ଆସିଥିଲା ଆଉ ବାହା ହୋଇଯାଇଥିଲା, ସେଥିପାଇଁ ସେ ପୁଣି ଥରେ ପଢ଼ିବାକୁ ଇଚ୍ଛା କରିଥିଲା ଆଉ ପାଠ ପଢ଼ି କିଛି କରିବା ପାଇଁ ସ୍ୱାମୀ ଅସିତକୁ କହିଥିଲା। ଆଉ ସ୍ୱାମୀ ଅସିତ ବି ସ୍ତ୍ରୀ ତନୁଜା କଥାରେ ସହମତି ଜଣାଇ ଗୋଟେ ଭଲ କଲେଜରେ ତାର ଆଡ଼ମିସନ୍ କରାଇଦେଲା। ହେଲେ ଦର୍ଶକ ବନ୍ଧୁ, ଏଉଠୁ ଆରମ୍ଭ ହେଲା ଦୁଇ ଜଣଙ୍କ ଭିତରେ ବିବାଦ। ଏମିତି କିଛି ଦିନ ତ ଠିକ୍ଠାକ୍ ଚାଲିଲା, କିନ୍ତୁ କିଛି ଦିନ ପରେ ତନୁଜା କଲେଜ ଯିବା ଆସିବା ଭିତରେ କଲେଜରେ ତନୁଜାର ଅନେକ ସାଙ୍ଗସାଥି ହୋଇଯାଇଥିଲେ ଆଉ ତନୁଜା ସେମାନଙ୍କ ସହିତ ମିଶିବା ଆରମ୍ଭ କରିଦେଇଥିଲା। ଆଉ ଘରକୁ ଆସି ସେମାନଙ୍କ ସହିତ ଫୋନରେ ଓ ଭିଡ଼ିଓ କଲ୍ କରି କଥା ହେଉଥିଲା, ଯାହା ଅସିତକୁ ବିଲକୁଲ ପସନ୍ଦ ନଥିଲା। ଯେଉଁ ସ୍ତ୍ରୀକୁ ଏତେ ଭଲ ପାଉଥିଲା, ଯେଉଁ ସ୍ତ୍ରୀ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥିଲା, ସେହି ସ୍ତ୍ରୀ ତା ସାମ୍ନାରେ ଆଉ କାହା ସହ କଥା ହେବ, ଆଉ କାହାକୁ ଭିଡ଼ିଓ କଲ୍ କରିବ, କେମିତି ବା ସ୍ୱାମୀ ଅସିତ ସହିଥାନ୍ତା। ସେ ତନୁଜାକୁ ବାରମ୍ବାର ବୁଝାଇଲା, ହେଲେ ତନୁଜା ବୁଝିବାକୁ ପ୍ରସ୍ତୁତ ନଥିଲା କି ଅସିତ କଥା ଯେମିତି ତାକୁ କିଛି ଶୁଭୁନଥିଲା। ଶେଷରେ ଷଷ୍ଠ ଶ୍ରେଣୀରୁ ଭଲ ପାଇ ବାହା ହୋଇଥିବା ନିଜ ସ୍ତ୍ରୀ ତନୁଜାକୁ ଅସିତ ସନ୍ଦେହ କରିବା ଆରମ୍ଭ କରିଦେଇଥିଲା। ଆଉ କିଛି ଦିନ ଛୁଟି ନେଇ ନିଜ ଗାଁକୁ ବୁଲିବାକୁ ଅସିତ ତନୁଜାକୁ ନେଇ ନିଜ ଖୁଡ଼ି ଘରେ ପହଞ୍ଚିଲା। ଆଉ ସେଇ ଖୁଡ଼ି ଏ ଦୁଇ ଜଣଙ୍କୁ ଦେଖି ଖୁସି ହୋଇଯାଇଥିଲା ଆଉ ରୋଷେଇ କରିବାକୁ କିଚେନ୍କୁ ଚାଲି ଯାଇଥିଲା। ତା ଭିତରେ ଏମାନଙ୍କ ଭିତରେ ଝଗଡ଼ା ହୋଇଥିଲା ଆଉ ଅସିତ ସ୍ତ୍ରୀକୁ ବାହାର ପଟୁ କବାଟ ଦେଇ କୁଆଡ଼େ ରାଗରେ ଚାଲି ଯାଇଥିଲା। ଖୁଡ଼ି ଅସିତ ଆସିବା ଡେରି ହେବା ଦେଖି ତନୁଜା ଶୋଇଥିବା ଘରର କବାଟ ଖୋଲି ଯାହା ଦେଖିଥିଲା, ଆଶ୍ଚର୍ଯ୍ୟ ହୋଇଯାଇଥିଲା। ତନୁଜାର ରକ୍ତ ଜୁଡ଼ୁବୁଡ଼ୁ ଶରୀର ସେହି ଘର ଭିତରେ ପଡ଼ିଥିଲା ଆଉ ତନୁଜା ପେଟରେ ଛୁରୀ ଭୁଷା ଯାଇଥିଲା। ପୋଲିସ ଆସିଲା, ତଦନ୍ତ କଲା ଆଉ ଅସିତର ଫୋନ୍କୁ ଟ୍ରାକ୍ କରି ଗିରଫ କଲା। ଅସିତ ଗିରଫ ହେଲା ପରେ ସବୁ ସତ ମାନି ଯାଇଥିଲା। ହେଲେ ଦର୍ଶକ ବନ୍ଧୁ, ଏଠି କିଏ ଠିକ୍ ଆଉ କିଏ ଭୁଲ? ତନୁଜା ତାର କଲେଜ ସାଙ୍ଗ ସହିତ କଥା ହେବା କ'ଣ ଭୁଲ ଥିଲା, ନା ଅସିତ ତା ସ୍ତ୍ରୀକୁ ଆଉ କାହା ସହିତ କଥା ହେବା ଦେଖି ସହି ନପାରି ସନ୍ଦେହ କରିବା ଭୁଲ ଥିଲା? ଆଉ ଅସିତ ଯାହା କଲା କ'ଣ ଠିକ୍ କଲା? ଏସବୁ ପ୍ରଶ୍ନର ଉତ୍ତର ଆମକୁ କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆମ କାହାଣୀ ଯଦି ଭଲ ଲାଗିଥିବ, ଲାଇକ୍, ସେୟାର, କମେଣ୍ଟ କରିବାକୁ ଜମା ବି ଭୁଲିବେ ନାହିଁ। ଆଜି ପାଇଁ ରହୁଛୁ, ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।